ଖଣ୍ଡପଡ଼ା ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କିଆଝର ଗ୍ରାମ ପଞ୍ଚାୟତର ଗୋଛାବାରି ଓ କିଆଝର ଗ୍ରାମରେ ଖଣ୍ଡପଡ଼ା ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଦ୍ୱାରା ଶୁକ୍ରବାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ନିର୍ମାଣ ସରିଥିବା ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଘାଟନ କରାଯାଇଥିଲା। ବିଧାୟକ ଶ୍ରୀ ସ୍ୱାଇଁ କିଆଝର ଗ୍ରାମକୁ ଆସି 8 ଗୋଟି ପ୍ରକଳ୍ପ ପ୍ରାୟ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସିଂଘାପଡ଼ା ଗ୍ରାମ ପଞ୍ଚାୟତର ରୂପାପଲ୍ଲୀ ଗ୍ରାମଠାରେ ଜଳସମ୍ପଦ ବିଭାଗ ଦ୍ୱାରା ମୋଡ଼ାନାଳ ପ୍ରକଳ୍ପ ଆଗମନ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ, ଗୋଛାବାରି ଗ୍ରାମଠାରେ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ସହାୟତା ଯୋଜନା 2024-25 ଅଧୀନରେ ରାଧାକୃଷ୍ଣ କମ୍ୟୁନିଟି ସେଣ୍ଟର ପ୍ରକଳ୍ପର ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର, କିଆଝର ଗ୍ରାମରେ ବିଧାୟକ ହାତପାଣ୍ଠି ଯୋଜନା 2024-25 ଅଧୀନରେ କୁକୁଟାଶୁଣୀ ସାଂସ୍କୃତିକ କେନ୍ଦ୍ର ପ୍ରକଳ୍ପର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର, ଖଣ୍ଡପଡ଼ା ବନାଞ୍ଚଳ ଅଧୀନସ୍ଥ କିଆଝର ବିଟ୍ରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବନରକ୍ଷୀ ବାସଗୃହର ଶୁଭ ଉଦ୍ଘାଟନ, କିଆଝର ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା 2024-25 ଅଧୀନରେ କିଆଝର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବିବିଧ ସୁବିଧା ସୁଯୋଗ ଓ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ବୃଦ୍ଧି ନିମନ୍ତେ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ସେହିପରି ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପାଚେରୀ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ କିଆଝର PWD ରାସ୍ତାଠାରୁ କୁଆଁରିଆ ନଦୀ ରାସ୍ତାର ଉନ୍ନତିକରଣ ନିମନ୍ତେ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିପରି କିଆଝର ଗ୍ରାମରେ ନୂତନ ଭାବେ ଧାନ ସଂଗ୍ରହ ମଣ୍ଡିର ଶୁଭ ଉଦ୍ଘାଟନ କରାଯାଇଥିଲା। ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆରସିଂହଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଇଞ୍ଜିନିୟର ଦୁଷ୍ମନ୍ତ କୁମାର ସ୍ୱାଇଁ, ଖଣ୍ଡପଡ଼ା ବିଡିଓ ଅଙ୍କୁର ଅଭିଳାଷ, କିଆଝର ସମବାୟ ସଭାପତି ଦେବରାଜ ସାହୁ, କୋଅପରେଟିଭ ପରିଚାଳକ ବଟକୃଷ୍ଣ ବେହେରା, ଯୋଗିଆପଲ୍ଲୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପରୀକ୍ଷିତ ମାଝୀ, ସିଂଘାପଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟା ରମାକାନ୍ତ ସେଠୀ, ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ନିର୍ମଳା ବିଶ୍ୱାଳ, ସିଂଘାପଡ଼ାର ପୂର୍ବତନ ସରପଞ୍ଚ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପଣ୍ଡା, ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ, କ୍ଷୁଦ୍ର ଜଳସେଚନ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, କନିଷ୍ଠ ଯନ୍ତ୍ରୀ NDBC ଅଜୟ କୁମାର ପଟ୍ଟନାୟକ, RMC BRMC ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କିଆଝର ଗ୍ରାମ ପଞ୍ଚାୟତର ଚାଷୀମାନେ ପୂର୍ବରୁ ସିଂଘାପଡ଼ା ଧାନ ମଣ୍ଡିକୁ ଧାନ ନେଉଥିବା ବେଳେ ଏବେ ନିଜ ଗ୍ରାମ କିଆଝର ଗ୍ରାମରେ ନୂତନ ମଣ୍ଡିକୁ ଧାନ ନେବେ। ତେବେ କିଆଝର ଗ୍ରାମ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ଗ୍ରାମବାସୀ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ବିଧାୟକ ଶ୍ରୀ ସ୍ୱାଇଁ ଗୋଛାବାରି ଗ୍ରାମର ହନୁମାନ ପୀଠରେ ମନ୍ଦିର କମିଟି ପକ୍ଷରୁ ଆୟୋଜିତ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଗରିବ ଅସହାୟକୁ କମ୍ବଳ ବଣ୍ଟନ କରିଥିଲେ। ପରେ ବିଧାୟକ ଶ୍ରୀ ସ୍ୱାଇଁ କୋସ୍କା ଅଭିମୁଖେ ଯାଇ ଜଳସମ୍ପଦ ବିଭାଗ ଦ୍ୱାରା ଆୟୋଜିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଖଣ୍ଡପଡ଼ାରୁ ପ୍ରଭାତ ପଶାୟତଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। କମିଟମେଣ୍ଟ କରିଥିଲୁ ନୂଆ ବିଲ୍ଡିଂ ତିଆରି କରାଯିବ। ଆଜି କିଆଝରରେ ଉଦ୍ଘାଟନ କରିଛୁ। ଆମର ସାଂସନ ହେଇଯାଇଛି ସିଂଘାପଡ଼ା ପାଇଁ ମଧ୍ୟ ନୂଆ ସାଇଟ୍ ଘର ପାଇଁ ମଧ୍ୟ ଅଲରେଡ଼ି ସରକାର ଫାଇନାଲ୍ କରିସାରିଥିଲେ। ବା ଘର ତିଆରି କରି ଆରମ୍ଭ
ଶିଳାନ୍ୟାସ ହେଲା ଆଉ କେତେ ଟଙ୍କାର ପାଖାପାଖି କୋଟିଏ ଟଙ୍କା ପାଖାପାଖି ହେବ ଶିଳାନ୍ୟାସ କଲୁ ଉଦ୍ଘାଟନ ବି ବିଲ୍ଡିଂ କଲୁ ଆଜ୍ଞା ଏ ବିଲ୍ଡିଂ ମଧ୍ୟ ପାଖାପାଖି 65 ଲକ୍ଷ ଟଙ୍କା ବହୁତ ବହୁତ ଧନ୍ୟବାଦ ଦେବି ଆମ ସରକାର ଆମ କଥା ରଖିଛନ୍ତି କଥା ଦେଇଛୁ।